ନମସ୍କାର ବନ୍ଧୁଗଣ। ଆମେ ଶୁଣୁଛେ ଉପନ୍ୟାସ ଉପନାୟିକା, ଲେଖିକା ପ୍ରତିଭା ରାୟ। ପୁରୁଷର ମନ ବଦଳିବାଟା କେତେ ସହଜ। କହୁ କହୁ ଦ୍ରାକ୍ଷାର ଆଖି ଅଶ୍ରୁପୂର୍ଣ୍ଣ ହୋଇଗଲା। ସୁଖେନ୍ଦୁ ଦୀର୍ଘ ଶ୍ୱାସ ଛାଡ଼ିଲେ। ଦ୍ରାକ୍ଷା ବ୍ୟଥିତ କଣ୍ଠରେ କହିଲେ, ମୁଁ ଏଠାକୁ ଆସି ତମ ମନକୁ ଭାରାକ୍ରାନ୍ତ କରିଛି। ଆସିବା ଆଗରୁ ଏମିତି କଥା କଳ୍ପନା କରିଥିଲେ ମୁଁ ଆସିନଥାନ୍ତି। ଏସବୁ ତ ମୋ କଳ୍ପନା ବାହାରର କଥା। ତମକୁ ଅସୁବିଧାରେ ପକାଇ ମୁଁ ଅନୁତାପ କରୁଛି। ଆଉ ମାତ୍ର 2ଟା ଦିନ, ତାପରେ ହୁଏତ ଆଉ ଭେଟ ହେବ ନାହିଁ। ତୁମେ ଯଦି ମାଙ୍କୁ ଦେଖିବା ପାଇଁ ଯାଅ, ସେଇ ହେବ ଆମର ଶେଷ ଦେଖା। ତାପରେ ତମେ ବା ଆଉ ଇଣ୍ଡିଆ ଯିବ କାହିଁକି? ସୁଖେନ୍ଦୁ ଉଠି ଆସିଲେ ଦ୍ରାକ୍ଷା ନିକଟକୁ। ତାର ଥର ଥର କମ୍ପିତ ହାତ ପାପୁଲିକୁ ମୁଠାଇ ଧରିଲେ ଆବେଗରେ। ଭିଜା ଭିଜା ଗଳାରେ କହିଲେ, ଏମିତି ଘଟଣାଟିଏ ଘଟିଯିବା ପରେ ଇଭାଙ୍କୁ ବିବାହ କରିବାକୁ ମୁଁ ବାଧ୍ୟ ହେଲେ ମଧ୍ୟ ତମ ପାଇଁ ମୁଁ ଅନେକ ସମୟରେ ଝୁରି ହୁଏ ନୀରବରେ। ଇଭା ଖୁବ୍ ଭଲ ଝିଅ। ସେ ମୋତେ ସୁଖୀ କରିଛି। ତା ସତ୍ତ୍ୱେ ମୁଁ ତମ ପାଇଁ ବ୍ୟଥା ପାଏ। କୁହ, ଜୀବନର ଶେଷ ଥର ପାଇଁ ମୁଁ ତୁମର କ'ଣ କରିପାରେ? ଦ୍ରାକ୍ଷାର ଇଚ୍ଛା ହେଲା ସ୍ୱାମୀଙ୍କର ପ୍ରଶସ୍ତ ବୁକୁରେ ମାତ୍ର ଥରକ ପାଇଁ ମୁଣ୍ଡ ରଖି ମନ ଭରି କାନ୍ଦି ନିଅନ୍ତା। ହୃଦୟର ବୋଝକୁ ଲଘୁ କରି ନିଅନ୍ତା। ଦ୍ରାକ୍ଷା ସୁଖେନ୍ଦୁଙ୍କର ସୁନ୍ଦର ମାୟାଭରା ଆଖି ଦୁଇଟା ଭିତରେ ନିଜକୁ ହଜାଇ ଦେଇ ଭାବପ୍ରବଣ ହୋଇ ଉଠିଲେ। ଅନୁନୟ ଭରା ସ୍ୱରରେ କହିଲେ, ଗୋଟିଏ ମାତ୍ର ଅନୁରୋଧ କରିବି, ଜୀବନର ଶେଷ ଥର ପାଇଁ। ଦ୍ରାକ୍ଷା ଚୁପ୍ ହୋଇଗଲେ। କିଛି କହିବା ପାଇଁ ଚାହୁଁଥିଲେ ବି କହିପାରୁନଥିଲେ ଯେମିତି। କୁହ ଦ୍ରାକ୍ଷା, ଅନ୍ତତଃ ମୋତେ ଟିକେ ଶାନ୍ତି ମିଳିବ, ଅଧୀର ଆବେଗରେ କହି ପକାଇଲା ସୁଖେନ୍ଦୁ। ଦ୍ରାକ୍ଷା ଭାବିଲେ ସୁଖେନ୍ଦୁଙ୍କର ସମସ୍ତ ଭାବପ୍ରବଣତା, ସମସ୍ତ ଆବେଗ ନିଜକୁ କେନ୍ଦ୍ର କରି ନିଜେ ଟିକେ ଶାନ୍ତି ପାଇବା ପାଇଁ ଓ ଇଭାଙ୍କୁ ନେଇ ନିରଙ୍କୁଶ ସୁଖ ସ୍ୱପ୍ନରେ ହଜିଯିବା ପାଇଁ ସେ ଛଟପଟ ହେଉଛନ୍ତି। ସେ ନିଥର କଣ୍ଠରେ କହିଲେ, ଇଭାଙ୍କୁ ସୁଖୀ କରିବ। ସେ ଭଲ ଝିଅଟିଏ। ତାଙ୍କର କିଛି ଦୋଷ ନାହିଁ। ଯେକୌଣସି ପୁରୁଷର ପ୍ରେମାସ୍ପଦ ହେବା ଭଳି ଉପାଦାନ ତାଙ୍କଠାରେ ଅଛି। ଏତିକି ମୋର ଅନୁରୋଧ। ମୋ ଭଳି ସୁଖ ସ୍ୱପ୍ନକୁ ପୋଡ଼ି ଜାଳି ଭସ୍ମ କରିବ ନାହିଁ। ସୁଖେନ୍ଦୁ ଆଘାତ ପାଇଲେ। ଅଭିଯୋଗ ଭରା କଣ୍ଠରେ କହିଲେ, ବାସ୍ ଏତିକି? ତମ ନିଜ ପାଇଁ କିଛି କହିବାର ନାହିଁ? ଦ୍ରାକ୍ଷା ଅବସନ୍ନ ଭଙ୍ଗୀରେ ସୁଖେନ୍ଦୁଙ୍କୁ ଚାହିଁଲେ। ତାଙ୍କର ସେଇ ପ୍ରଶସ୍ତ ବୁକୁରେ ମଥା ରଖି କ୍ଳାନ୍ତି ମେଣ୍ଟାଇ ନେବାର ଦୁର୍ବାର କାମନା ବଳବତ୍ତର ହେଉଛି। ଅଥଚ ସେଥିପାଇଁ ତାଙ୍କର ଅନୁମତି ନେବାକୁ ହେବ। ନଚେତ୍ ସେ ଖରାପ ଭାବିପାରନ୍ତି ଇଭାଙ୍କଠାରୁ ତାଙ୍କୁ ଛଡ଼ାଇ ନେବା ପାଇଁ ସେ ତାଙ୍କୁ ପ୍ରଲୋଭିତ କରୁଛି ବୋଲି। ଦ୍ରାକ୍ଷା ମନସ୍ଥିର କରିନେଲେ। ହୃଦୟର ଦୁଃଖ ଭାର ଲାଘବ କରିବା ପାଇଁ ତାଙ୍କର ଆଉ ଏ ସଂସାରରେ ବିଶ୍ୱସ୍ତ ସାଥୀଟିଏ କାହିଁ? ସୁଖେନ୍ଦୁ ହୃଦୟହୀନ ହେଲେ ମଧ୍ୟ ତାର ସ୍ୱାମୀ ଥିଲେ ତା ହୃଦୟର ସ୍ପନ୍ଦନ, ତା ବୁକୁର ଭାଷାର ତାଙ୍କଠାରୁ ଅଧିକ ବୁଝିବ କିଏ? ହୃଦୟକୁ ହାଲକା କରି ନଦେଲେ ସେ ନିଜ ମନର ଭାରସାମ୍ୟ ରକ୍ଷା କରିପାରିବ ନାହିଁ। ସେ ଲଜ୍ଜାଜଡ଼ିତ କଣ୍ଠରେ କହିଲେ, ତମ ଛାତିରେ ମାତ୍ର ଥରକ ପାଇଁ ମୁଣ୍ଡ ରଖିବାର ଅନୁମତି ଦେବ? କହୁ କହୁ ଝରଝର କାନ୍ଦି ପକାଇଲେ ଦ୍ରାକ୍ଷା। ସ୍ୱାମୀଙ୍କଠାରୁ ଏମିତି ଏକ ଅନୁମତି ମାଗିବା ଠାରୁ ଦୁଃଖ ଆଉ କ'ଣ ଥାଇପାରେ ନାରୀ ଜୀବନରେ? ସୁଖେନ୍ଦୁ ଆବେଗରେ ଦ୍ରାକ୍ଷାଙ୍କୁ ଆଲିଙ୍ଗନ ଭିତରକୁ ଟାଣି ନେଉ ନେଉ ବାଷ୍ପାକୁଳ କଣ୍ଠରେ କହିଲେ, ଏଥିପାଇଁ ଅନୁମତି ମାଗି ମୋତେ ତମେ କେତେ ଦୂରକୁ ଠେଲିଦେଲ ତା ମୁଁ ବୁଝୁଛି ଦ୍ରାକ୍ଷା। ତମ ମନର ସୀମା ଭିତରେ ମୁଁ ଆଉ ନାହିଁ। ମୋ ଭଳି ପାଷାଣ୍ଡର ତାହା ହିଁ ପ୍ରାପ୍ୟ। ସୁଖେନ୍ଦୁଙ୍କର ଲୁହଧାର ଦ୍ରାକ୍ଷାର ଗଣ୍ଡ ଦେଶରେ ଉତ୍ତପ୍ତ ଲାଭାସ୍ରୋତ ପରି ଝରି ପଡ଼ିଲା। ଦ୍ରାକ୍ଷା ମନ ଭରି କାନ୍ଦି ଉଠିଲେ ସୁଖେନ୍ଦୁଙ୍କ ବୁକୁରେ ମଥା ରଖି। ତାର ଆଉ କିଛି ଲୋଡ଼ା ନାହିଁ। ତା ହୃଦୟର ବୋଝକୁ ସୁଖେନ୍ଦୁଙ୍କ ବୁକୁରେ ଢାଳି ଦେଇ ସେ ଏଥର ଫେରିଯିବ ହାଲୁକା ମନରେ। ଦ୍ରାକ୍ଷାର ଅଶ୍ରୁସିକ୍ତ କରୁଣ ମୁଖଟିକୁ ଦୁଇ ହାତରେ ତୋଳି ଧରି
ସୁଖେନ୍ଦୁ ଗଭୀର ଆବେଗରେ ତାର ଅଧରରେ ଚୁମ୍ବନର ରେଖାଟି ଆଙ୍କି ଦେଉ ଦେଉ ଅନୁଭବ କଲେ ଯେଉଁ ଅଧରର ମଧୁରତା ଦିନେ ଉତ୍ତାଳ କରୁଥିଲା ତାହା ଆଜି ଅଶ୍ରୁର ସ୍ପର୍ଶରେ ଲବଣାକ୍ତ, ଶୀତଳ, ନିସ୍ପନ୍ଦ। ଦ୍ରାକ୍ଷା ମନ ତଳେ ତାଙ୍କ ପାଇଁ ଅଜସ୍ର ଅଭିଯୋଗ ଅଛି, ଅଶେଷ ଅଭିମାନ ଅଛି, ମାତ୍ର ଆଉ ଉଷ୍ମତା ନାହିଁ। ସେ ଦ୍ରାକ୍ଷାର ଅଧରରେ ଉଷ୍ମତା ଖୋଜୁ ଖୋଜୁ ଦ୍ରାକ୍ଷା ନିଜକୁ ମୁକ୍ତ କରିନେଲା ତାଙ୍କଠାରୁ। ଘୃଣିତ କଣ୍ଠରେ କହିଲେ, ଏଭାଙ୍କ ପ୍ରତି ଅନ୍ୟାୟ କଲେ ସେ ତମକୁ ସହଜରେ ଛାଡ଼ିଦେବେ ନାହିଁ। ସୁଖେନ୍ଦୁଙ୍କୁ ପଛ କରି ଗେଷ୍ଟ ରୁମ୍କୁ ପଳେଇଗଲେ ଦ୍ରାକ୍ଷା। ଭିତରୁ କବାଟ କିଳିଦେଲେ। କାଠ ଖୋଦେଇ ମୂର୍ତ୍ତିଟିଏ ଭଳି ଅନେକ ସମୟ ଧରି ନିଶ୍ଚଳ ଭାବେ ଠିଆ ହୋଇ ରହିଲେ ସୁଖେନ୍ଦୁ। ଦ୍ରାକ୍ଷା ସାଧାରଣ ଝିଅଟିଏ ନୁହେଁ। ତାର ବାହାରଟା ଯେତିକି କୋମଳ, ଭିତରଟା ସେତିକି କଠୋର। ତା ଭଳି ଅଭିମାନୀ ଝିଅଟିଏ ସଂସାରରେ ନାହିଁ। ତା ହୃଦୟରେ ଅଭିମାନ ସାଗରର ଥଳକୂଳ ନାହିଁ। ଏତେ ଗୁଡ଼ାଏ ଅଭିମାନ ନେଇ ସେ ଏ ବାସ୍ତବ ସଂସାରରେ ବାଟ ଚାଲିବ କେମିତି? କମଳେଶ ଓ ଦ୍ରାକ୍ଷା ଫେରି ଆସିଲେ ନିଜ ସହରକୁ। ଇଭା ଅସୁସ୍ଥତା ଯୋଗୁଁ ଆସିପାରି ନଥିଲେ ସିଅପ୍ କରିବାକୁ। ସୁଖେନ୍ଦୁ ଏକା ଆସିଥିଲେ। ଦ୍ରାକ୍ଷା ବିଦାୟର ସେଇ କରୁଣ ମୁହୂର୍ତ୍ତରେ ଭୁଲି ଯାଇଥିଲେ ଯେ ସୁଖେନ୍ଦୁ ଆଉ ତାର ସ୍ୱାମୀ ନୁହନ୍ତି। ସେ ବିହଳିତ ଭାବେ ସୁଖେନ୍ଦୁଙ୍କର ଗୋଟିଏ ହାତକୁ ଚାପି ଧରି ପ୍ରୀତି ସୋହାଗ ଭରା ବ୍ୟାକୁଳିତ କଣ୍ଠରେ କହିଲେ, ନିଜ ପ୍ରତି ଯତ୍ନଶୀଳ ହେବ। ମଝିରେ ମଝିରେ ତମର ସୁଖବର ଜଣାଇବାକୁ ଭୁଲିବ ନାହିଁ। ତମର ନୀରବତା ଏତେ ଦୂରକୁ ବଡ଼ କଷ୍ଟ ଦିଏ। ନାନା ଅଶୁଭ ଆଶଙ୍କାରେ ମନ ଛଟପଟ ହୁଏ। ସୁଖେନ୍ଦୁ ଲଜ୍ଜିତ ଭଙ୍ଗୀରେ ଓ ଅଭିମାନ ଭରା କଣ୍ଠରେ କହିଲେ, ମୋର ସୁଖବର ଜାଣିବା ପାଇଁ ତମେ ଆଉ ଆତୁର ହେବ ନାହିଁ ଦ୍ରାକ୍ଷା। ମୋ ପାଇଁ ତମେ ବ୍ୟସ୍ତ ହେବ ନାହିଁ। ମୁଁ ତମର ସ୍ୱାମୀ ସୁଖେନ୍ଦୁ ନୁହେଁ। ମୁଁ ଏକ ପାଷାଣ୍ଡ। ମୁଁ ଇଭାର ସ୍ୱାମୀ। ଦ୍ରାକ୍ଷାର ଆଖିରୁ ଲୁହ ଦୁଇଧାର ଖସି ଆସିଲା। ସେ କମ୍ପିତ କଣ୍ଠରେ କହିଲେ, ତମେ ଯାହା ହେଲେ ବି ଯୋଉଠି ଥିଲେ ମଧ୍ୟ ଏ ଅବାଧ୍ୟ ମନ ତମ ପାଇଁ ସତତ ଶଙ୍କାକୁଳ ହେବ। ତମର ସୁଖବର ପାଇଁ ଏ ମନ ଚାତକିନୀ ହେବ, ଏଥିରେ ସନ୍ଦେହ ନାହିଁ। ଏ କଥା ଯେମିତି ଭୁଲି ନ ଯାଅ। ମାଙ୍କୁ ଦେଖିବା ପାଇଁ ଥରଟିଏ ଆସିବ। ଅନ୍ତତଃ ସେଇ ଥରକ। ସୁଖେନ୍ଦୁ ମୁଣ୍ଡ ହଲାଇ ସମ୍ମତି ଦେଉ ଦେଉ ନିଜର ଉଦ୍ଗତ କହକୁ ଚାପି ନେଲେ। ଦ୍ରାକ୍ଷାର ଗୋଟିଏ ହାତକୁ ଧରି ବିହଳିତ କଣ୍ଠରେ କହିଲେ, ମୋ ଉପରେ ଅଭିମାନ କରି ଜୀବନଟାକୁ ଛାରଖାର କରିଦେବ ନାହିଁ। ଏତିକି ମୋର ଶେଷ ଅନୁରୋଧ। ଦ୍ରାକ୍ଷା ଆଖିରୁ ଲୁହଧାର ଝରଝର ହୋଇ ଝରି ପଡ଼ିଲା। କମଳେଶଙ୍କ ଦୁଇ ହାତକୁ ଜାବୁଡ଼ି ଧରି ସୁଖେନ୍ଦୁ ବ୍ୟାକୁଳ କଣ୍ଠରେ କହିଲେ, ଦ୍ରାକ୍ଷା ତତେ ଲାଗିଲା ତାର କିଛି ଗୋଟିଏ ବ୍ୟବସ୍ଥା କରିବୁ। ତାର ଏ ଅଭିମାନ ସବୁଦିନ ରହିବ ନାହିଁ। ତାକୁ ବୁଝାଇବା ଦାୟିତ୍ୱ ତୋର। ମୋର ଅନେକ ଭୁଲକୁ ତୁ ସୁଧାରି ନେଇଛୁ। ଏଇଟା ମୋ ଜୀବନର ଚରମ ଆଉ ସର୍ବଶେଷ ଭୁଲ। ତୋ ଉପରେ ସବୁ ଛାଡ଼ିଦେଲି। କମଳେଶ କିଛି ଜବାବ ଦେଲେ ନାହିଁ। ପ୍ଲେନ୍ ଆକାଶ ଛୁଇଁବାର ଅନେକ କ୍ଷଣ ଯାଏ ଦ୍ରାକ୍ଷାଙ୍କ ଆଖିରୁ ଝରଝର ଲୁହ ଝରୁଥିଲା। କମଳେଶଙ୍କର ମନ ସୁଖେନ୍ଦୁ ପ୍ରତି ଘୃଣା ଓ ବିଦ୍ୱେଷରେ ଭରିଯିବା ସଙ୍ଗେ ସଙ୍ଗେ ଦ୍ରାକ୍ଷାଙ୍କ ପ୍ରତି ସହାନୁଭୂତି ଓ ସ୍ନେହ ଭାରରେ ଦ୍ରବୀଭୂତ ହୋଇଗଲା। ଏଇ ନାରୀଟିର ପାଷାଣ୍ଡର ସ୍ୱାମୀଟି ପ୍ରତି ଅଗାଧ ପ୍ରେମ ତାଙ୍କୁ ଅଭିଭୂତ କରିଦେଲା। ସେ ଚାହିଁଥିଲେ ଏଇ ନାରୀଟିର ସ୍ୱାମୀ ହୋଇ ସ୍ୱର୍ଗୀୟ ପ୍ରେମର ଅଧିକାରୀ ହୋଇ ପାରିଥାନ୍ତେ। ଏଇ ଭାବନାରେ ତାଙ୍କର ପୁରୁଷ ପ୍ରାଣରେ ଦ୍ରାକ୍ଷାଙ୍କ ପାଇଁ ଅଜସ୍ର ଦୁର୍ବଳତାର ଫୁଲ ଫୁଟି ଉଠିଲା। ଦ୍ରାକ୍ଷା ଓ କମଳେଶଙ୍କ ସଙ୍ଗେ ସୁଖେନ୍ଦୁକୁ ନ ଦେଖି ଶାଶୁ ଅନେକ କିଛି ଅନୁମାନ କରିନେଲେ। ଦ୍ରାକ୍ଷାଙ୍କର ନାନା କାଳ୍ପନିକ କୈଫିୟତ, କମଳେଶଙ୍କ ମିଥ୍ୟା ବର୍ଣ୍ଣନା ଚାତୁରୀ, ତାଙ୍କର ମାତୃହୃଦୟର ଅସଂଖ୍ୟ ବ୍ୟାକୁଳ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ହେଲା ନାହିଁ। ସେ ସେହି ଦିନଠାରୁ ଶଯ୍ୟାଶାୟିନୀ ହେଲେ। ଧୀରେ ଧୀରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେଲା। ଶାଶୁଙ୍କର ସେବାରେ ଦ୍ରାକ୍ଷା ତ୍ରୁଟି କଲେ ନାହିଁ। ଶାଶୁଙ୍କର ମନକୁ ପ୍ରଫୁଲ୍ଲ ରଖିବା ପାଇଁ ତାଙ୍କୁ ନାନା ମିଥ୍ୟା ପ୍ରବୋଧନା ଦେଲେ। ନିଜ ହୃଦୟର ହାହାକାରକୁ ଗୋପନ ରଖି ସୁଖେନ୍ଦୁଙ୍କର
ସୁଖମୟ ଜୀବନର କଥା, ଯଶ, ଅର୍ଥ ଓ ଆରାମଦାୟକ ଜୀବନର କାହାଣୀ ବର୍ଣ୍ଣନା କରିବାକୁ ଲାଗିଲି। କିଛି ଦିନ ପରେ ସୁଖେନ୍ଦୁ ଆସିବେ ବୋଲି ମିଥ୍ୟା ପ୍ରତିଶ୍ରୁତି ବି ଦେଲି। ଶାଶୁ ତଥାପି ସନ୍ତୁଷ୍ଟ ହେଲେ ନାହିଁ। ସେ କହିଲେ, ସୁଖ, ଧନ, ଐଶ୍ୱର୍ଯ୍ୟ ଦେଖି କେହି କ'ଣ ମାଆକୁ ଭୁଲିଯାଏ? ଗରିବ ମାଆର ପୁଅଟି କ'ଣ ଧନୀ ଘରେ ପୋଷା ପୁଅ ହୋଇ ରହିବାକୁ ସୁଖ ପାଏ? ନିଜ ଦେଶରେ ଧନ ମିଳିବ ନାହିଁ ବୋଲି ପରଦେଶରେ ଧନକୁ କାମୁଡ଼ି ଯିଏ ଦେଶ ଗାଁ ଭୁଲି ଜନ୍ମ କଲା ମାଆକୁ ଭୁଲିଯାଏ, ସେ ମଣିଷ ନୁହେଁ। ସୁଖେନ୍ଦୁ ମଣିଷ ହେଲା ନାହିଁ। ବେଶୀ ପାଠ ପଢ଼ି ପାଷାଣ୍ଡ ହୋଇଗଲା। ସୁଖେନ୍ଦୁ ମଧ୍ୟ ତା ପରଠୁ ନୀରବ। ଦ୍ରାକ୍ଷାଙ୍କର ଚିଠି, କମଳେଶଙ୍କର ଟେଲିଗ୍ରାମର ଜବାବ ନାହିଁ। କମଳେଶ ଅଜସ୍ର ପଇସା ଖର୍ଚ୍ଚ କରୁଛନ୍ତି ମାଆଙ୍କର ସ୍ୱାସ୍ଥ୍ୟ ଫେରାଇ ଆଣିବା ପାଇଁ। ବୁଢ଼ୀ କହନ୍ତି, କମଳେଶ ହିଁ ତାଙ୍କରି ପୁଅ। ସୁଖେନ୍ଦୁ ତ ପରଦେଶକୁ ପୋଷ୍ୟପୁତ୍ର ହୋଇଯାଇଛି। ତା କଥା ଭାବି ଲାଭ ନାହିଁ। ତାପରେ ଶାନ୍ତ ଦିନେ ଆସିଲା ମାଆଙ୍କୁ ଶଙ୍ଖୋଳିବା ପାଇଁ। ଶାନ୍ତା ଆସିବା ପରେ ସୁଖେନ୍ଦୁଙ୍କ ଦ୍ୱିତୀୟ ପତ୍ନୀ ଗ୍ରହଣ କଥା ମାଆଙ୍କୁ ଅଗୋଚର ରହିଲା ନାହିଁ। ଶାନ୍ତା ଦିଅରର ବିଲାତ ଫେରତା ବନ୍ଧୁ ସବୁ କଥା ଶାନ୍ତା ଆଗରେ କହିଛି। ମାଆଙ୍କର ଏତେ ଦିନର ଆଶଙ୍କା ସତ୍ୟ ପ୍ରମାଣିତ ହେଲା। ଦ୍ରାକ୍ଷାକୁ ସେଦିନ ମା କଥାଟା ପଚାରିଦେବା ମାତ୍ରେ ଦ୍ରାକ୍ଷାଙ୍କର ଏତେ ଦିନର ଧୈର୍ଯ୍ୟ ବନ୍ଧ ଭାଙ୍ଗିଗଲା। ଦ୍ରାକ୍ଷା ସେଦିନ ମାଆଙ୍କ ଛାତିରେ ମୁଣ୍ଡ ରଖି ଅବୁଝା ଝିଅଟି ଭଳି କାନ୍ଦିଥିଲେ। ମା ମଧ୍ୟ ସେଦିନ ବୋହୂକୁ କୁଣ୍ଡେଇ କାନ୍ଦିଥିଲେ। ମାଆଙ୍କର ସେଇ ଗୋଟିଏ ଚିନ୍ତା, କ'ଣ ହେବ ଏଇ ଦ୍ରାକ୍ଷାର? କାହାକୁ ସମ୍ବଳ କରି ସେ ବଞ୍ଚିବ? ସୁଖେନ୍ଦୁଙ୍କର ଅଧୋଗତି ପାଇଁ ତାଙ୍କ ମାତୃହୃଦୟର ବ୍ୟଥା ଜାଗିଥିଲେ ବି ଦ୍ରାକ୍ଷାଙ୍କର ଭବିଷ୍ୟତ ଚିନ୍ତା ତାକୁ ଅଧିକ ଆତୁର କରୁଥିଲା। ତାଙ୍କୁ ଚତୁର୍ଦ୍ଦିଗ ଅନ୍ଧକାର ମନେ ହେଉଥିଲା। କମଳେଶଙ୍କୁ ସେହି କଥା ସେ ପଚାରିଥିଲେ, ବୁଦ୍ଧି ମାଗିଥିଲେ। କମଳେଶ କହିଲେ, ଦ୍ରାକ୍ଷାଙ୍କର ଆଉ ଥରେ ବିବାହ କରିବା ଉଚିତ ନୁହେଁ କି? ଆଜିକାଲି ଏସବୁ ତ ଆମ ସମାଜରେ ଖୁବ୍ ବଢ଼ିଲାଣି। ଦ୍ରାକ୍ଷା ବୟସର ଝିଅ ଏବେ ବି ଅବିବାହିତ ଅଛନ୍ତି। ଦ୍ରାକ୍ଷାର ଦୀର୍ଘ ଜୀବନ ପାଇଁ ଅବଲମ୍ବନ ବା କ'ଣ ଅଛି? କାହାକୁ ଆଶ୍ରୟ କରି ସେ ବଞ୍ଚିବ? ଦ୍ରାକ୍ଷାର ବୟସ ଓ ରୂପ ହିଁ ତାର ଜୀବନଯାତ୍ରାକୁ କଣ୍ଟକିତ କରି ତୋଳିବ। ଦ୍ରାକ୍ଷାର ନିଃସଙ୍ଗ ଜୀବନର ଫାଇଦା ଉଠାଇବା ପାଇଁ ଏ ସଂସାରରେ ଖଳନାୟକଙ୍କର ଅଭାବ ନାହିଁ। ଦ୍ରାକ୍ଷା ଯେତେ ନିଷ୍କଳଙ୍କ ହେଲେ ବି ତାଙ୍କର ନିର୍ମଳତାରେ କଳଙ୍କର କାଳିମା ଲାଗିବ। ସଂସାରରେ ତାର ନିନ୍ଦା ରଚିବ। ତା ଅପେକ୍ଷା ଦ୍ରାକ୍ଷା ପୁନର୍ବିବାହ କରି ସୁଖର ସଂସାରଟିଏ ଗଢ଼ିବା କ'ଣ ଶ୍ରେୟ ନୁହେଁ? ବୁଢ଼ୀ କମଳେଶଙ୍କ କଥାର ସତ୍ୟତା ଅନୁଭବ କରିଥିଲେ। କଥାଟା ଏକବାର ସତ୍ୟ। ସୁଖେନର ବାପା ତାଙ୍କୁ ଏକା କରି ଛାଡ଼ିଯିବା ବେଳେ ତାଙ୍କର ବୟସ 32। 3ଟି ସନ୍ତାନର ସେ ଜନନୀ। ତଥାପି ତାଙ୍କର ରୂପ ମଉଳି ନଥିଲା। ସେହି ରୂପ ଲୋଭରେ ତାଙ୍କର ଜୀବନକୁ ଦୁର୍ବିସହ କରିବାକୁ ଗାଁରେ ପୁରୁଷଙ୍କର ଅଭାବ ନଥିଲା। ତାଙ୍କ ଦାମ୍ଭିକତାର ପ୍ରତିବଦଳରେ ତାଙ୍କ ନାମରେ କଳଙ୍କ ରଟିଥିଲା। ସେ ଝଡ଼କୁ ମୁଣ୍ଡ ପାତି ସହି ନେବା ପାଇଁ ତାଙ୍କୁ ଶକ୍ତିଦାନ କରିଥିଲେ ଶାନ୍ତା, କାନ୍ତା ଓ ସୁଖେନ। ବୟସ ଗଢ଼ିଥିଲା, ଝଡ଼ ଥମିଥିଲା। ପିଲାଙ୍କୁ ମଣିଷ କରିବା ନିଶାରେ ସେ ଝଞ୍ଜାକୁ ଖାତିର କରିନଥିଲେ। କିନ୍ତୁ ଦ୍ରାକ୍ଷା କାହାକୁ ଭରସା କରି ଝଡ଼ର ସାମ୍ନା କରିବ? ଦ୍ରାକ୍ଷା ଏବେ ବି ଜନନୀ ହୋଇନାହିଁ। କେତେ ବା ବୟସ ତାର? ସୁଖେନର ନୀଚ ପ୍ରତାରଣା, ହୀନ ବିଶ୍ୱାସଘାତକତା ପାଇଁ ଦ୍ରାକ୍ଷା କାହିଁକି ତିଳ ତିଳ ହୋଇ ଜୀବନକୁ ବଳି ଦେବ? ହେଲେ ଦ୍ରାକ୍ଷାଙ୍କୁ ସେ କଥା କିଏ କହିବ? ଝିଅଟାର ମନର ବଳବତୀ ପରଖିଛନ୍ତି। ସେ ତା ଯେମିତି ଯୋଗ୍ୟର ପିଲାଟିଏ। କିଏ ଆଗେ ଆସିବ ସୁଖେନର ପରିତ୍ୟକ୍ତା ପତ୍ନୀକୁ ଗ୍ରହଣ କରିବା ପାଇଁ? ବୁଢ଼ୀ ନିଜର ମନ କଥା ପ୍ରକାଶ କରିଥିଲେ କମଳେଶ ପାଖରେ। କମଳେଶ କହିଲେ, ଦ୍ରାକ୍ଷାର ମନ ପରିବର୍ତ୍ତନ କରାଇ ପାରିଲେ ପାତ୍ରର ଅଭାବ ହେବ ନାହିଁ। ଦ୍ରାକ୍ଷା ଭଳି ସର୍ବଗୁଣ ସମ୍ପନ୍ନା ପତ୍ନୀଟିଏ ପାଇବା କେତେ ଜଣଙ୍କର ଭାଗ୍ୟରେ ଥାଏ।
ବୁଢ଼ୀ ନିଜ ମନର ସଂସ୍କାରକୁ କାଢ଼ି ଫିଙ୍ଗି ଦେଇଥିଲେ ଦ୍ରାକ୍ଷାକୁ ସୁଖୀ କରିବା ପାଇଁ। ତାଙ୍କ ରକ୍ତ ସନ୍ତାନର ଅମଣିଷ ପଣିବା ପାଇଁ ପର ଝିଅକୁ ସେ ଆହୁତି ଦେଇଦେବେ ନାହିଁ। ସେଥିରେ ତାଙ୍କର ଘୋର ପାପ ହେବ। ଦ୍ରାକ୍ଷା ପର ଝିଅ ବୋଲି ତା ପାଇଁ ସେ ନିଷ୍ଠୁର ହୋଇପାରିବେ ନାହିଁ। ସେଦିନ ଶାଶୁ ଦ୍ରାକ୍ଷାକୁ ପାଖରେ ବସାଇ ହାଡ଼ୁଆ ପିଠୁକୁ ସାଉଁଳୁ ସାଉଁଳୁ କହିଲେ, ମା, ସୁଖେନକୁ ଗର୍ଭରେ ଧରି ମୁଁ ନିଜକୁ ଧିକ୍କାର କରୁଛି। ଦ୍ରାକ୍ଷା ପାଇଁ ମୋ ଦୁଃଖର ଶେଷ ହେବ ମୁଁ ଆଖି ବୁଜିବା ପରେ। ଦ୍ରାକ୍ଷା ଶାଶୁଙ୍କୁ ସାନ୍ତ୍ୱନା ଦେବା ପାଇଁ କହିଲେ, ମା, ତମେ ତାଙ୍କ ପାଇଁ ବୃଥାରେ ଦୁଃଖ କରୁଛ ସିନା, ସେ ସୁଖରେ ଅଛନ୍ତି। ଇଭା ଝିଅଟି ଖୁବ୍ ଭଲ। ଆମ ଦେଶରେ ବହୁ ଝିଅଙ୍କ ଠାରୁ ଗୁଣର ମୁଁ ନିଜ ଆଖିରେ ଦେଖି ଆସିଛି। ତମେ ବି ନିଜେ ଦେଖିବ, ସେ ଇଭାକୁ ନେଇ ନିଶ୍ଚୟ ଆସିବେ। ଶାଶୁ କହିଲେ, ମୁଁ ସୁଖେନର କଥା ତିଳେ ହେଲେ ଚିନ୍ତା କରୁନାହିଁ। ସେ ମୋର କେହି ନୁହେଁ। ମୁଁ ତୋରି କଥା ଭାବୁଛି। ମୁଁ ଆଖି ବୁଜିବା ପରେ ତୋର ଅବସ୍ଥା କ'ଣ ହେବ? ଏକା ଏକା ତୁ ଚଳିବୁ କେମିତି? ମୋର ସେଇ ଦିନଟି ଆଉ ବେଶୀ ଡେରି ନାହିଁ। ଦ୍ରାକ୍ଷା ଶାଶୁଙ୍କୁ ସ୍ନେହପୂର୍ଣ୍ଣ ଗଳାରେ କହିଥିଲେ, ମା, ତମେ ଶୀଘ୍ର ଭଲ ହୋଇଯିବ। ମୋର ଆଉ ଚିନ୍ତା କ'ଣ? ତମର ସବୁ ସ୍ନେହ ତ ଏବେ ମୋତେ ମିଳୁଛି। ଭାଗ ନେବା ପାଇଁ ତୁମର ପୁଅ ତ ଏଠି ନାହାନ୍ତି। ସେ ଥିବାବେଳେ ତମେ ତ ମୋତେ ପଚାରୁ ନଥିଲ। ଦ୍ରାକ୍ଷାର ମିଥ୍ୟା ସାନ୍ତ୍ୱନାରେ ଶାଶୁ ବୁଝି ନଥିଲେ। ଦ୍ରାକ୍ଷା ମଧ୍ୟ କଥାଟା ମୁହଁରେ କହିଲେ ବି ମନେ ମନେ ଶାଶୁଙ୍କ କଥାର ସତ୍ୟତା ବୁଝି ଶଙ୍କିତ ହୋଇ ପଡ଼ିଥିଲେ। ଶାଶୁଙ୍କ ପରେ ସେ ଏ ଘରେ ଏକା ଏକା ଚଳିବ କେମିତି? ଶାଶୁ ନାନା ଭାବରେ କଥା କହି ଶେଷରେ ଦ୍ରାକ୍ଷାକୁ ପୁନର୍ବିବାହର କଥା କହିଥିଲେ। ସେଥିରେ ତାଙ୍କର ମନରେ ତିଳେ ହେଲେ କୁଣ୍ଠା ନାହିଁ ବୋଲି ଶପଥ କରିଥିଲେ। ଦ୍ରାକ୍ଷା ଶାଶୁଙ୍କଠାରୁ ଏକଥା ଶୁଣିବା ପାଇଁ ଆଶା କରିନଥିଲେ। ସେ ଅବାକ୍ ହୋଇଗଲେ। ସତେ ବା ଶାଶୁ ନୁହନ୍ତି, ନିଜର ଜନ୍ମ କଲା ମାଙ୍କୁ ଦେଖୁଛି ଆଖି ଆଗରେ। ତାର ଆଖି ସଜଳ ହେଲା, ମୁଖ ଅବନତ ହୋଇଗଲା। ସେ ଭାବିଲା, କେତେ ଉଦାର ହୃଦୟର ହେଲେ, ଉଚ୍ଚମନା ହେଲେ ମଣିଷ ନିଜର ବୋହୂକୁ ପୁନର୍ବିବାହ ପାଇଁ ବାଧ୍ୟ କରିପାରେ। ଶାଶୁ ତାଙ୍କର ମାନବୀ ନୁହନ୍ତି, ଦେବୀ। ତାଙ୍କରି ଗର୍ଭରୁ ଜନ୍ମ ହୋଇ ସୁଖେନ୍ଦୁ ଏପରି ହୋଇପାରିଲେ। ପୃଥିବୀ କେଡ଼େ ବିଚିତ୍ର ସତେ! ଦ୍ରାକ୍ଷା ବାଷ୍ପାକୁଳ କଣ୍ଠରେ କହିଲେ, ମା, ତମକୁ ଛାଡ଼ି ମୁଁ କୁଆଡ଼କୁ ଯିବି ନାହିଁ। ତମେ ଯେପରି କଥା ମୋତେ କହି ଅଧିକ ଦୁଃଖ ଦିଅ ନାହିଁ। ମୁଁ ତ ବେଶ ଭଲରେ ଅଛି। ଶାଶୁ ଭାବିଥିଲେ ଦ୍ରାକ୍ଷାକୁ ଛାଡ଼ି ସେ ଖୁବ୍ ଶୀଘ୍ର ଚାଲିଯିବେ। ତା ପୂର୍ବରୁ ପିଲାଟିକୁ